ଗୁଡ଼ାରୀରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ଚଇତି ପାଳନ ନିମନ୍ତେ କଳସ ଶୋଭାଯାତ୍ରା ଅନୁଷ୍ଠିତ। ଶୁକ୍ରବାର ପୂର୍ବାହ୍ନ ପ୍ରାୟ 9 ଘଟିକା ସମୟରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସ୍ତରୀୟ ଚଇତି ପାଳନ ନିମନ୍ତେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପବିତ୍ର ବଂଶଧାରା ନଦୀରୁ ଗଙ୍ଗା ଆବାହନ କରାଯାଇଥିଲା ଏବଂ ପରେ ସ୍ଥାନୀୟ ମା ଭଣ୍ଡାର ଘରଣୀ ମନ୍ଦିର ନିକଟରେ ପୂଜାର୍ଚ୍ଚନା କରିବା ପରେ କଳସ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏହି ପୂଜା ହୋଇଥିବା କଳସକୁ ପ୍ରଥମେ ଗୁଡ଼ାରୀ ବିଡ଼ିଓ ସୁଶ୍ରୀ ସୁଚିସ୍ମିତା ବେହେରା ମୁଣ୍ଡରେ ଧରିଥିଲେ ଏବଂ ଏହି କଳସ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏହି କଳସ ଶୋଭାଯାତ୍ରାରେ ସ୍ଥାନୀୟ ତହସିଲଦାର ସୁଶ୍ରୀ ଏସ୍ ସ୍ନେହଲତା, ଥାନା ଅଧିକାରୀ ଶ୍ରୀମତୀ ସମର୍ପିତା ସ୍ୱାଇଁ, କାର୍ଯ୍ୟନିର୍ବାହୀ ଅଧିକାରୀ ଗୁଡ଼ାରୀ ଏନ୍ଏସି ଶ୍ରୀ ପ୍ରସନ୍ନ କୁମାର ପାଢ଼ୀ, ଏବିଡ଼ିଓ ଶ୍ରୀ ସୌଭାଗ୍ୟ ରଞ୍ଜନ କରଙ୍କ ସମେତ ବହୁ ସରକାରୀ ଅଧିକାରୀ, ସ୍ଥାନୀୟ ସାମ୍ବାଦିକ, ବୁଦ୍ଧିଜୀବୀ, ଅଙ୍ଗନବାଡ଼ି କର୍ମୀ ଏବଂ ସହର ବାସିନ୍ଦା ଯୋଗ ଦେଇଥିଲେ। ପୂଜା ହୋଇଥିବା କଳସ ସ୍ଥାନୀୟ ଚୈତି ମଣ୍ଡପ ନିକଟରେ ସ୍ଥାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ଗୁଡ଼ାରୀ ଥାନାରୁ ପୋଲିସ ମୁତୟନ କରାଯାଇଥିଲା।